ଶ୍ରମିକ ବୁଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ 8ରୁ ଅଧିକ ଶ୍ରମିକ ଗୁରୁତର ଆହତ। ଚିକିତ୍ସିତ ଅବସ୍ଥାରେ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ। ସମସ୍ତ ଆହତଙ୍କୁ ଜିକେ ଭଟ୍ଟର ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି ବା ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା 57 ନମ୍ବର ରାଜ୍ୟ ରାଜପଥ ନାମ୍ପ ତାଳବଣିଆଠାରେ ଘଟିଛି ଏହି ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରୁ 15 ଜଣ ଶ୍ରମିକ ଏକ ପିକଅପ୍ ଭ୍ୟାନ୍ ଯୋଗେ କବର୍ତ୍ତା ଥାନା ଅଞ୍ଚଳକୁ ଧାନ ତଳି ରୁଆ କାମ ପାଇଁ ଯାଇଥିଲେ। ତେବେ ଅପରାହ୍ନ ସମୟରେ ସେମାନେ କାମ ସାରି ପାଖାପାଖି 4ଟା ସମୟରେ ଘରକୁ ଫେରୁଥିଲା ବେଳେ ତାଳବଣିଆଠାରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ୍ଟି ମଝି ରାସ୍ତାରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପିକଅପ୍ ଭ୍ୟାନ୍ରୁ ଆହତମାନଙ୍କୁ ଉଦ୍ଧାର କରି ଜିକେ ଭଟ୍ଟର ହସ୍ପିଟାଲକୁ ପଠାଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ଯାହୁନା କାହିଁକି ବାରମ୍ବାର ପ୍ରଶାସନର ତାଗିଦ ସତ୍ତ୍ୱେ ଶ୍ରମିକମାନଙ୍କୁ ବେଆଇନ ଭାବେ ଅତି ଅମାନୁଷିକ ଭାବେ ପିକଅପ୍ ଭ୍ୟାନ୍ରେ ନିଆଯାଉଥିବାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।